ଶ୍ରୋତାବନ୍ଧୁ ନୀରବତା ଭିତରେ ନୀରବତା ଥାଏ ନିଶ୍ଚୟ, କିନ୍ତୁ ତାହା ଶବ୍ଦହୀନ ନଥାଏ। ସେଥିରେ ଥାଏ ଭାବ, ବିଚାର, ମାନସିକ କ୍ରିୟା ପ୍ରତିକ୍ରିୟାର ଉତ୍ଥାନ ପତନ ଏବଂ ଅନେକ ସର୍ଜନାତ୍ମକ ଦିଗ। ଆଜି ନୀରବତାକୁ ନେଇ କିପରି ଆମେ ମୁଖରିତ, ତାରି ଉପରେ ଏକ ଆଲୋଚନା ଆମ ବିଦ୍ୟାର୍ଥୀମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି। ମହିଳାଙ୍କ କବିତାରେ ନୀରବତା, ଶବ୍ଦ ଏବଂ ଅଭିବ୍ୟକ୍ତି, ଏହି ଶୀର୍ଷକଟି ଆମ ସମୟର ବିଶିଷ୍ଟ କବି ଆଲୋକିତ ସନ୍ନ୍ୟାସ ଭଳି କବିତାର ରଚୟିତା ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ୱାଳଙ୍କ ଦ୍ୱାରା ପ୍ରଦତ୍ତ ଏବଂ ଅକ୍ଷରା ସାହିତ୍ୟ ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାପକ ସଂଯୋଜକ ଆମ ସମୟର ଯଶସ୍ୱୀ କଥାକାର ପରେଶ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦତ୍ତ। ଶୀର୍ଷକ ଥିଲା ଅନ୍ ସାଇଲେନ୍ସ, ଭଏସ୍ ଆଣ୍ଡ ଏକ୍ସପ୍ରେସନ ଇନ୍ ପୋଏଟ୍ରି ବାଇ ଓମେନ୍। ମହିଳାଙ୍କ କବିତାରେ ନୀରବତା, ଶବ୍ଦ ଏବଂ ଅଭିବ୍ୟକ୍ତି, ଏହି ଶୀର୍ଷକ ଉପରେ ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ମୋର ଅଭିବ୍ୟକ୍ତିକୁ ବାଢ଼ୁଛି। ଆଶା କରୁଛି ଏହା ଆମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉପାଦେୟ ପ୍ରତିପାଦିତ ହେବ। ସମ୍ପ୍ରତି ନାରୀର କବିତାର ଭାଷା ଅନୁଭବ, ସମ୍ବେଦନା, ଆତ୍ମବୋଧ ଏବଂ ପ୍ରତିରୋଧର ଭାଷା ଭାବରେ ପରିଲକ୍ଷିତ ହୁଏ। ନୀରବତା ଏକ ସଶକ୍ତ ଭାଷିକ ଏବଂ ସାଂସ୍କୃତିକ ଅଭିଯାନ ଓ ଅଭିବ୍ୟକ୍ତି। କେବଳ ଚୁପ୍ ରହିବା ନୁହେଁ, ବରଂ ସ୍ତ୍ରୀର ଅନୁଭବ, ପୀଡ଼ା, ପ୍ରତିରୋଧ, ଆତ୍ମସଂଘର୍ଷ ଏବଂ ଆତ୍ମାଭିବ୍ୟକ୍ତିର ପ୍ରତୀକ। ପିତୃସତ୍ତାତ୍ମକ ସମାଜରେ ନାରୀର ଶବ୍ଦକୁ ପ୍ରାୟ ରୁଦ୍ଧ କରିଦିଆଯାଏ। ଏହା ପାଇଁ କବିତାରେ ମୌନ ବା ନୀରବତାକୁ ଗଭୀର ଅର୍ଥ ସହିତ ଉପଲବ୍ଧି କରାଯାଏ। ଯାହା ପ୍ରକୃତରେ ମୁଖରିତ ଥାଏ, ତାହା ଥାଏ ନୀରବତାରେ। C.D. ଲୁଇସ୍ କହିଥିଲେ, ପୋଏଟିକ୍ ଇମେଜ୍ ଇଜ୍ ଏ ୱାର୍ଡ ପିକ୍ଚର ଚାର୍ଜଡ୍ ୱିଥ୍ ଇମୋସନ୍ ଆଣ୍ଡ ପ୍ୟାସନ୍। କବିତା ଶବ୍ଦର ଚିତ୍ର ବୋଲି ସେ ପ୍ରତିପାଦନ କରିଥିଲେ। ନୀରବତା ହିଁ ବହୁ ଶବ୍ଦର ପ୍ରସୂତି କକ୍ଷ। ପ୍ରଥିତଯଶା କବି ସୀତାକାନ୍ତ ମହାପାତ୍ରଙ୍କର ମୁଗ୍ଧ ଇଲାକା କବିତାର ପଙ୍କ୍ତି ମୁଁ ଆପଣମାନଙ୍କୁ ଏହି ପରିପ୍ରେକ୍ଷୀରେ ଶୁଣଉଛି, ଯେଉଁଥିରେ ସେ ନିଶବ୍ଦତାକୁ ଶବ୍ଦାୟିତ କରିଛନ୍ତି। ତାଙ୍କ ଶବ୍ଦରେ, ଚୁପଚାପ ନିଶବ୍ଦ ଶୂନ୍ୟ ଇଲାକାରେ ନିଶବ୍ଦରେ ଶବ୍ଦ ସ୍ଫୁରେ। ଚୁପଚାପ ନିଶବ୍ଦ ଶୂନ୍ୟ ଇଲାକାରେ ନିଶବ୍ଦରେ ଶବ୍ଦ ସ୍ଫୁରେ। ଫୁଲଟିଏ ଅଲକ୍ଷିତେ ପାଖୁଡ଼ା ମେଲିଲା ପରି, ଗଛ ଡାଳେ ଆକାଶରେ କୁଆଁତାରା ଦୀପ ଜାଳିଦେଲା ପରି। ଚୁପଚାପ ନିଶବ୍ଦ ଶୂନ୍ୟ ଇଲାକାରେ ନିଶବ୍ଦରେ ଶବ୍ଦ ସ୍ଫୁରେ। ଫୁଲଟିଏ ଅଲକ୍ଷିତେ ପାଖୁଡ଼ା ମେଲିଲା ପରି, ଗଛ ଡାଳେ ଆକାଶରେ କୁଆଁତାରା ଦୀପ ଜାଳିଦେଲା ପରି। କବି ସୀତାକାନ୍ତ ମହାପାତ୍ର ନିଶବ୍ଦତା ଭିତରେ ସର୍ଜନାର ରୂପରେଖ ଅଙ୍କନ କରିଛନ୍ତି। ପୁଣି ମଧ୍ୟ ଗୋଟେ କବିତାରେ ସେ ଉଲ୍ଲେଖ କରିଛନ୍ତି, ନିର୍ଜନତା ଯେ ଆମର ଭାଗ୍ୟ ଶେଷ ଦଶା। ନିର୍ଜନତା ଯେ ଆମର ଭାଗ୍ୟ ଶେଷ ଦଶା। ନିର୍ଜନତା ଯେ ଆମର ସାକ୍ଷୀ ଓ ସାକ୍ଷ୍ୟ ଆମର ଶେଷ ଭାଷା। ସମୟର ସହସ୍ର ନାମ ମଧ୍ୟରୁ ଶେଷ ନାମ ହିଁ ନିର୍ଜନତା। ସମୟର ସହସ୍ର ନାମ ମଧ୍ୟରୁ ଶେଷ ନାମ ହିଁ ନିର୍ଜନତା। ଖୁବ୍ ସୁନ୍ଦର ପଙ୍କ୍ତି ଗୁଡ଼ିକ ମାଧ୍ୟମରେ କବି ସୀତାକାନ୍ତ ମହାପାତ୍ର ନିର୍ଜନତା, ନିଶବ୍ଦତା, ନୀରବତା ର ଚିତ୍ରାଙ୍କନ କରିଛନ୍ତି। ଏସବୁ ବ୍ୟର୍ଥ ନୁହନ୍ତି। ଆରି ଭିତରେ ଏତେ ଶବ୍ଦର କୋଳାହଳ ଥାଏ, ଏତେ ମୁଖରପଣ ଥାଏ, କିନ୍ତୁ ସେ ମୁଖରପଣ କେବଳ ଜଣେ ପାଠକ ଅନୁଭବ କରିପାରିବ, ଜଣେ ଭାବପ୍ରବଣ ମଣିଷ ଅନୁଭବ କରିପାରିବ। ତେବେ ଶବ୍ଦ
ପ୍ରକୃତରେ ନୀରବତାକୁ ଅଭିବ୍ୟଞ୍ଜିତ କରୁଥାଏ ଏବଂ ନୀରବତା ମଧ୍ୟ ଶବ୍ଦର ମୁଖରପଣକୁ ଅଭିବ୍ୟଞ୍ଜିତ କରୁଥାଏ। କବି ସୀତାକାନ୍ତଙ୍କ ଦାର୍ଶନିକ ଅଭିବ୍ୟକ୍ତିରେ ଶବ୍ଦ ଭିତର ଦେଇ କବିର ଜନ୍ମ ଜନ୍ମାନ୍ତରକୁ ଯାତ୍ରା ଏବଂ ସେ ଯାତ୍ରା ନୀରବତାର ସୀମାରେଖାରୁ ହିଁ ଆରମ୍ଭ ହୁଏ ଏବଂ ଶେଷ ହୁଏ ନୀରବତାର ଆବାହନରେ। ଶବ୍ଦରେ ଶବ୍ଦରେ ଯେତେବେଳେ ପୃଥିବୀର ରୂପ, ଆକାଶ, ମେଘ, ସମୁଦ୍ରର ରଙ୍ଗ, ମଣିଷର କାମନା, ଅତୃପ୍ତ ତୃଷ୍ଣା, ଅହେତୁକ ଦୁଃଖ ଓ ଶୋକ, ମୃତ୍ୟୁର ଭାବନା ପ୍ରକାଶ ପାଏ, ସେତେବେଳେ ଶବ୍ଦ ହୋଇଯାଏ କବିତା। ପୁଣି ଯେତେବେଳେ ମୌନାବତୀ ରାତ୍ରିରେ ଶେଫାଳି ଫୁଲ ବୃନ୍ଦଚ୍ୟୁତ ହୋଇ ଝରିଯାଏ, ଧୂଳି ସେଝରେ ଲୋଟିଯାଏ, କବିର ଆଖି ପତା ଓଦା ହେଇ ଆସେ, ଅନନୁଭୂତ ବେଦନା, ଅବ୍ୟକ୍ତ ଆବେଗ, ରୂପ, ରସ, ଗନ୍ଧ, ସ୍ପର୍ଶ ସବୁଠାରେ ଶବ୍ଦର ସ୍ପର୍ଶ, ଯାଦୁକରୀ ସ୍ପର୍ଶ, କରାମତି। କିନ୍ତୁ କବିଟିଏ କୋଳାହଳକୁ ଏଡ଼େଇ ଦେଇ ନୀରବତାକୁ ଖୋଜେ ତାର ସୃଷ୍ଟିକ୍ରିୟା ନିମନ୍ତେ। ଶ୍ରୋତାବନ୍ଧୁ, ଆଜି ଆମେ ଆଲୋଚନା କରୁଛେ ମହିଳାଙ୍କ କବିତାରେ ନୀରବତା, ଶବ୍ଦ ଏବଂ ଅଭିବ୍ୟକ୍ତି। ତେବେ ନୀରବତାର ପ୍ରମୁଖ ଅର୍ଥ କ'ଣ ଥାଏ ତାକୁ ମୁଁ ଟିକେ ଆଲୋଚନା କରିବାକୁ ଚାହୁଁଛି। ତେବେ ଏଥିରେ ଥାଏ ଦମନ ଏବଂ ପୀଡ଼ାର ପ୍ରତୀକ। ଏହା ଦମନ ଏବଂ ପୀଡ଼ାର ପ୍ରତୀକ। ନାରୀକୁ ଦୁଃଖ, ଉପେକ୍ଷା, ଅସମାନତା ମିଳେ, ଯାହାକୁ କେବଳ ସେ ନୀରବରେ ସହିଯାଏ। ଏଇ ନୀରବତା ହିଁ ତାର ସହ୍ୟ କରିବାର ଏବଂ ନୀରବରେ ପ୍ରତିରୋଧ କରି ନପାରି ନୀରବି ଯିବାର କଥା କହେ। ଅନେକ ସମୟରେ ଯାହା କୁହାଯାଏ ନାହିଁ ତାହା ତାର ନୀରବତାରେ ପ୍ରକାଶିତ ହୁଏ। ତେବେ ଏଥିରେ ପ୍ରତିରୋଧର ମାଧ୍ୟମ ଆତ୍ମ ଅନ୍ୱେଷଣ, ଆତ୍ମଚେତନା, ଅକଥନୀୟ ଅନୁଭବର ଅଭିବ୍ୟକ୍ତି, ଯେମିତି ତାର ପ୍ରେମ, ତାର ନିସଙ୍ଗତା, ତାର ସ୍ମୃତି, ମାନସିକ ସଂଘର୍ଷ ଭଳି ଅନୁଭବ କେବେ କେବେ ଶବ୍ଦଠାରୁ ମଧ୍ୟ ଅଧିକ ନୀରବତାରେ ମୁଖରିତ ହୁଏ। ଆମେ ଯଦି ହିନ୍ଦୀ ସାହିତ୍ୟ ଉପରେ ଦୃଷ୍ଟି ନିକ୍ଷେପ କରିବା, ମହାଦେବୀ ବର୍ମା, ଯାହାଙ୍କୁ ଆଧୁନିକ ମୀରା ବାଇ ଭାବରେ ଆମେ ଜାଣୁ, ଅମୃତା ପ୍ରୀତମ, ଅନାମିକା ଏବଂ କାତ୍ୟାୟନୀ ଭଳି କବି, ସେମାନେ ସ୍ତ୍ରୀର ନୀରବତା, ତାର ପ୍ରତିରୋଧକୁ ଦର୍ଶାଇଛନ୍ତି। ସ୍ତ୍ରୀର ନୀରବତା ହେଉଛି ତାର ପୀଡ଼ା, ସଂଘର୍ଷ, ପ୍ରତିରୋଧର ଗଭୀରତାକୁ ବ୍ୟାଖ୍ୟା କରୁଥିବା ଏକ ପରିମଣ୍ଡଳ। ମହାଦେବୀ ବର୍ମାଙ୍କ କବିତା ମେ नीर भरी दुःखी बदली, ମୋର ଏଠି ମନେ ପଡୁଛି, मैं नीर भरी दुःखी बदली, स्पंदन में चीर निस्पंद बसा, क्रंदन में आहत विश्व हसा, नयनों में दीपक से जलते, पलकों में निर्झरिणी मछली, मैं नीर भरी दुःखी बदली। अर्थात कवि कहते मु जलरे परिपूर्ण, अश्रुरे परिपूर्ण गोटे भसा बादल, मोर स्पंदन रे सबुबेले अहरह निस्पंदतार राजुती, मोर क्रंदन को देखिकी ये जो आहत होइतिबा विश्व हसुची, आउ मो नयन रे, मो आखि रे जो आशार, जो उद्दीपनार दीपटे जलुची, ताहा ही मो आखिरे आखि को अश्रुसिक्त करुची एवं गोटे स्रोतस्विनी ही बही जाउची। कहबार अभिमुख्य होची कविंकर अनुभव जेतेबेले सक्रिय होची, जेतेबेले से अनुभवर रूपटी जेतेबेले तांको किछि लेखिबाको अनुप्रेरित करुची, सेतेबेले ता अश्रु भावरे बही चलीची एवं से निजको जलरे परिपूर्ण, अश्रुरे परिपूर्ण भसा बादल भावरे से निजको प्रतिकित करुचंती। आमे समस्ते जानिचे जे बादलर कार्य कौन, से जल आनिकी दिए, से पृथ्वी को शीतल करे, ता भितरे नूतन बीज अंकुरित करबा परी गोटे संभावना दिए। तेणु कविटे सबुबले संभावनामय दिगटी अंकन करे, चित्रित करे, समाज को दिए, निजे अंतसार शून्य हो जाए, रिक्त हो जाए। तेबे नारी कवितारे जितेबाला शब्द आसे,
ସେତେବେଳେ ତାହା ସରଳ ସହଜ ବୋଧଗମ୍ୟ ହୁଏ। ଆମେ नीरवता କଥା କହୁଥିଲେ, नीरवताରୁ ଶବ୍ଦ ଆଡ଼କୁ ଉନ୍ମୁଖ ହୁଏ କବି ପ୍ରାଣ ମହିଳା। ସମ୍ବେଦନାତ୍ମକ ଭାଷା ଯାହା ତାର ଭାବନା, ଅନୁଭବ, ଆତ୍ମବିଶ୍ୱାସକୁ ଲିପିବଦ୍ଧ କରେ, ଅଭିବ୍ୟକ୍ତ କରେ। ସ୍ତ୍ରୀ ଅନୁଭବର ଅଭିବ୍ୟକ୍ତି ଭିତରେ ଆସିଯାଏ ତାର ଘର, ପରିବାର, ମାତୃତ୍ୱ, ପ୍ରେମ, ସଂଘର୍ଷ ଏବଂ ତାର ପରିଚୟର ପ୍ରଶ୍ନ। ଏବଂ ସେ ପ୍ରତିରୋଧ କରୁଥାଏ ଅହରହ ତାର ଶବ୍ଦ, ବିଦ୍ରୋହର ଭାଷା, ପ୍ରତୀକାତ୍ମକ ବିମ୍ବାତ୍ମକ ଶବ୍ଦର ପ୍ରୟୋଗ କରେ। କେତେବେଳେ ପ୍ରକୃତିକୁ ନେଇ କରେ, କେତେବେଳେ ଦେହକୁ ନେଇ କରେ, କେବେ ଘର, ଦର୍ପଣ, ନଦୀ, ପକ୍ଷୀ ଏସବୁ ଶବ୍ଦକୁ ନେଇ ସେ ପ୍ରତୀକ ଭାବରେ ବ୍ୟବହାର କରେ। କେତେବେଳେ ଆତ୍ମକଥାତ୍ମକ ସ୍ୱର ଆସେ, ମୁଁ ବୋଲି ଶବ୍ଦର ପ୍ରୟୋଗ କରେ। ମୁଁ ମାଧ୍ୟମରେ ବ୍ୟକ୍ତିଗତ ଅନୁଭବ କେମିତି ତାର କବିତାରେ ଅଭିବ୍ୟକ୍ତ ହୁଏ ତାକୁ ଆମେ ଜାଣିଛେ, ବହୁତ ପଢିଛେ। ଆଗକୁ ମୁଁ ଆପଣମାନଙ୍କ ପାଖରେ କିଛି ଉଦାହରଣ ରଖିବି। ମହାଦେବୀଙ୍କ କବିତାରେ କରୁଣା ଓ ସମ୍ବେଦନାର ଭାଷା ମିଳେ। ମହାଦେବୀ ବର୍ମାଙ୍କ କଥା କହୁଥିଲି, ଯେଉଁଠି ଅନ୍ୟ କବିଙ୍କ ଭିତରେ ଅଛନ୍ତି ଅନାମିକା ଏବଂ କାତ୍ୟାୟନୀ। ତାଙ୍କ କବିତା ଗୁଡ଼ିକରେ ସ୍ତ୍ରୀ ଅସ୍ମିତା ଏବଂ ପ୍ରତିରୋଧର ଶବ୍ଦ ଆସେ। ତେବେ ଶ୍ରୋତାବନ୍ଧୁ, ଆମେ नीरवता କଥା କହିଲେ, ତାପରେ ଶବ୍ଦ ଆଡ଼କୁ ଗଲେ, ଏବେ ଅଭିବ୍ୟକ୍ତିର କଥା ମୁଁ କହିବି। ଅଭିବ୍ୟକ୍ତି କହିଲେ ଆମେ କେମିତି ନିଜର ମାନେ ଆମର ନିଜର ପ୍ରତ୍ୟୟ, ଆମର ଯାହା ଉପଲବ୍ଧି, ତାକୁ କେମିତି ଆମେ ଅନ୍ୟ ପାଖରେ ପହଞ୍ଚାଏ। ଅନ୍ୟ ପାଖରେ ମାନେ ସମାଜ ପାଖରେ ପହଞ୍ଚାଏ। ସ୍ତ୍ରୀର ଜୀବନାନୁଭବ, ଭାବନା, ତାର ସଂଘର୍ଷ ଆତ୍ମଚେତନାର ସଶକ୍ତ ମାଧ୍ୟମ। ସେ କଷ୍ଟ ପାଇଲେ ହିଁ ସେ ଲେଖେ, ସେ କଷ୍ଟ ପାଇଲେ ହିଁ ସେଥିରୁ ସେ ବାହାରି ଯିବା ପାଇଁ ଚେଷ୍ଟା କରେ। ବାହାରିବା ପାଇଁ କେତେବେଳେ ତାକୁ ଦୁଶ୍ଚରିତ୍ରର ତା ଉପରେ ଷ୍ଟାମ୍ପ ଲଗାଯାଏ ବା ତାକୁ ନାମିତ କରାଯାଏ। କେବେ ଯେତେବେଳେ ସେ କିଛି କରି ନପାରେ, ସେତେବେଳେ ସେ କବିତା ଲେଖେ, ଗପ ଲେଖେ, ତା ନିଜକୁ ମୁକ୍ତ କରିବା ପାଇଁ ଚେଷ୍ଟା କରେ। କିଛି ନାରୀ ବାହାରି ପାରନ୍ତି ନାହିଁ ସାମାଜିକ ପରିଧି ଭିତରୁ, ବଳୟ ଭିତରୁ ସେଇ ଲକ୍ଷ୍ମଣ ରେଖାକୁ ଅତିକ୍ରମ କରିପାରନ୍ତି ନାହିଁ। ତାରି ଭିତରେ ସେମାନେ ଜଳୁଥାନ୍ତି, ଶୋଷଣକୁ ସହୁଥାନ୍ତି, କିନ୍ତୁ ହସୁଥାନ୍ତି। ସ୍ତ୍ରୀ ନିଜ ଅସ୍ତିତ୍ୱର ପରିଚୟକୁ ଖୋଜୁଥାଏ, ସ୍ୱାତନ୍ତ୍ର୍ୟକୁ ଖୋଜୁଥାଏ, ସାମାଜିକ ସାଂସ୍କୃତିକ ବନ୍ଧନ ପ୍ରତି ନିଜ ବିଚାରକୁ ସେ ବ୍ୟକ୍ତ କରୁଥାଏ। ସ୍ୱତନ୍ତ୍ରତାର ଆକାଂକ୍ଷା ପ୍ରତି ନାରୀ ଭିତରେ ଥାଏ, କେହି ଏଥିରୁ ମୁକ୍ତ ନୁହନ୍ତି। ତେଣୁ ତାର କବିତାରେ ସାମାଜିକତାର ଯଥାର୍ଥ ଚିତ୍ରଣ ଥାଏ। ଯଦି ଆମେ ଓଡ଼ିଆ ସାହିତ୍ୟକୁ ଦୃଷ୍ଟି ପକେଇବା, କୁନ୍ତଳା କୁମାରୀ, ଦେବହୂତି ଦେବୀ, ନିର୍ମଳା ଦେବୀ, ହରପ୍ରିୟା ଦେବୀଙ୍କ ପରେ ଆଧୁନିକ କବିତା ଧୀରେ ଧୀରେ ଛନ୍ଦହୀନତା ବା କୃତି, ଗଦ୍ୟ ଛନ୍ଦ ଓ ପଦବନ୍ଧ ଆଡ଼କୁ ଗତି କରିଛି। ଛନ୍ଦ ନିର୍ଭର ସାଙ୍ଗୀତିକ, ଆଙ୍ଗିକ ଓ ସାଙ୍ଗୀତିକ କାବ୍ୟ ଭାଷାର ସ୍ଥାନ ଅଧିକାର କରିଛି ଏକ ଶକ୍ତିଶାଳୀ ବ୍ୟଞ୍ଜନାତ୍ମକ ଭାବବାହୀ କାବ୍ୟ ଭାଷା। ନାରୀ ସତ୍ତାର ସ୍ୱାଧିକାର ପ୍ରତିଷ୍ଠା ପାଇଁ ଫେମିନିଜିମ୍ ବା ବାମାବାଦ ନାମରେ ଯେଉଁ ତୀବ୍ର ସ୍ୱରଟି ମୁଣ୍ଡ ଟେକିଛି, ତାହା ସାମ୍ପ୍ରତିକ ଓଡ଼ିଆ କବିତାରେ ନାରୀ ଲେଖନୀରେ ରୂପାୟିତ ହୋଇଛି। କେତେବେଳେ ସେ ପ୍ରତୀକ, ମିଥ୍ ର ଶୈଳୀକୁ ବ୍ୟବହାର କରି ଗୁରୁତ୍ୱ ଦେଇଛି। ଶବ୍ଦ ବସଣା ଓ ଶୈଳୀ ନିର୍ମାଣରେ ଏମାନେ ବିଶ୍ୱାସୀ ନାରୀମାନେ ଏବଂ ସ୍ୱତନ୍ତ୍ର ଭାବରେ ସେମାନେ ଉଚ୍ଚାରଣ କରନ୍ତି, କାରଣ ସେମାନଙ୍କର ଅନୁଭବ ଯେତିକି ଗଭୀର ଥାଏ, ସେଇ ଅନୁସାରେ ତାଙ୍କର ଶବ୍ଦ ପ୍ରତିଫଳିତ ହୁଏ ତାଙ୍କ କବିତାରେ। ସୁନ୍ଦରମଣି ପଟ୍ଟନାୟକ, ଅନ୍ନପୂର୍ଣ୍ଣା ଦାସ, ବିଦ୍ୟୁତ ପ୍ରଭା ଦେବୀ, ତୁଳସୀ ଦାସ, ଶାନ୍ତି ମଞ୍ଜରୀ ପଟ୍ଟନାୟକ, ରମା ଦେବୀ ଯିଏକି ନୀଳକଣ୍ଠ ଦାସଙ୍କ କନ୍ୟା ଥିଲେ, ମନ୍ଦାକିନୀ ଦାସ, କୁନ୍ତଳା କୁମାରୀ ଦାସ, ଅନ୍ନପୂର୍ଣ୍ଣା ପଟ୍ଟନାୟକ, ବ୍ରହ୍ମୋତ୍ରୀ ମହାନ୍ତି, ରଞ୍ଜିତା ଜେନା, ବିନୋଦିନୀ ଦେବୀ, ବନଜ ଦେବୀ, ପ୍ରତିଭା ଶତପଥୀ, ଶକୁନ୍ତଳା ଦେବୀ, ସୀମା ମିଶ୍ର, ଶରତ କୁମାରୀ ଆଚାର୍ଯ୍ୟ, ମମତା ଦାସ, ଗିରିବାଳା ମହାନ୍ତି, ସୁରେଖା ମିଶ୍ର, ମନୋରମା ମହାପାତ୍ର ବିଶ୍ୱାଳ, ଅମିୟବାଳା ପଟ୍ଟନାୟକ, ଅନିନ୍ଦିତା ପଣ୍ଡା, ସରୋଜିନୀ ଷଡ଼ଙ୍ଗୀ, ବିନୋଦିନୀ ପାତ୍ର, ଅପର୍ଣ୍ଣା ମହାନ୍ତି, ସଂଘମିତ୍ରା ମିଶ୍ର, ଅନ୍ନପୂର୍ଣ୍ଣା ନନ୍ଦ, ରଞ୍ଜିତା ନାୟକ, ପ୍ରବାସିନୀ ମହାକୁଡ଼, ଇନ୍ଦୁ ମିଶ୍ର, ଇନ୍ଦିରା ଦାସ, ସଂଯୁକ୍ତା ନାୟକ, ସୁକାନ୍ତି ନନ୍ଦ, ମୀନାକ୍ଷୀ ଦେବୀ, ପ୍ରତିଭା ପରିଡ଼ା, ମଞ୍ଜୁବାଳା ଦାସ, ବିମଳା ସିଂ, ଅନିମା ଦାସ, ଇପ୍ସିତା ଷଡ଼ଙ୍ଗୀ, ଶୁଭଶ୍ରୀ ଲେଙ୍କା, ସୁନନ୍ଦା ପ୍ରଧାନ ପ୍ରମୁଖ। ଆଉ କିଛି ଜଣ, କ୍ଷମା ଚାହିଁବି, କିଛି ଜଣ କବିଙ୍କୁ ମୁଁ ଭୁଲି ଯାଉଥିବି ହୁଏତ, ଆପଣମାନେ ମୋତେ କ୍ଷମା କରିବେ। ତେବେ ନାରୀ ଜୀବନର ବ୍ୟର୍ଥତା ସତ୍ତ୍ୱେ ସାମାଜିକ ଶୃଙ୍ଖଳ ଯୋଗୁଁ ସେମାନେ ଗଭୀରତାକୁ ଭୋଗନ୍ତି, ଗଭୀର ଦିଗକୁ ଗତି କରନ୍ତି, ସେ ସବୁକୁ ଏଡ଼େଇ ପାରନ୍ତିନି। କିନ୍ତୁ
ସେ କ'ଣ ପାରନ୍ତିନି କି? ମାନେ ନିଶ୍ଚିତ ଭାବରେ କିଛି କଥା ପାଇଁ ଶୃଙ୍ଖଳ ଯୋଗୁଁ ସେମାନେ ସେଇ ଆବଦ୍ଧପଣ ଭିତରେ, ସେ ସୀମାବଦ୍ଧତା ଭିତରେ ରହିଯାଆନ୍ତି, ତାକୁ ଅତିକ୍ରମ କରିପାରନ୍ତି ନାହିଁ। ଆଜି କିଛି କବିତା ଆମେ ଶୁଣିବା ବିଦ୍ୟୁତ୍ ପ୍ରଭା ଦେବୀଙ୍କର। ଯେତେବେଳେ ଗୋଟେ କବି, ଗୋଟେ ଝିଅଟେ, ଗୋଟେ ସ୍ତ୍ରୀଟେ ଭିତରେ ଯନ୍ତ୍ରଣା ଥାଏ ଏବଂ ତା ପାଇଁ କେବଳ ଗୋଟିଏ ମାତ୍ର ସାଧନ ଥାଏ, ନିଜର ଜୀବନର ଦୁଃଖର ମୁକ୍ତି ନିମନ୍ତେ କେବଳ ଆଶ୍ରୟ ନିଏ କଲମର, ଲେଖନୀର। ସେତେବେଳେ ସେ କେମିତି ଲେଖେ? ବିଦ୍ୟୁତ୍ ପ୍ରଭା ଦେବୀଙ୍କ ପ୍ରତିଘାତ କବିତା ଆମେ ସମସ୍ତେ ଶୁଣିଛେ। ଏକେ ନାରୀ ଜନମତ ରଡ଼ନିଆ, ତହିଁ ଗୃହ ଜଞ୍ଜାଳ କିରାସିନୀ। ଯେବେ କଲମ ଧରିଲେ ଶୁଣେ ଗାଳି, ତାକୁ ଛାଡ଼ିଲେ ବି ହୁଏ ଖିନି ଖିନି। ଲେଖା ସବୁ ନିଶା ତହୁଁ ବଡ଼ ନିଶା, ଲେଖା ସବୁ ନିଶା ତହୁଁ ବଡ଼ ନିଶା। ତାର ସୁଆଦ ଚାଖିଛି ଯିଏ ଥରେ, ସେ କି ସହଜରେ ତାକୁ ପାରେଇଡ଼ି, ଯେତେ ବାଧା ଆସୁ ପଛେ ଜୀବନରେ। ସେମିତି ପ୍ରଦକ୍ଷିଣ କବିତାରେ ବ୍ରହ୍ମତ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି, ଚୁପଚାପ ବସିଯାଅ ହଜିଯାଅ ନିଜ ମଧ୍ୟରେ, ଚୁପଚାପ ବସିଯାଅ ହଜିଯାଅ ନିଜ ମଧ୍ୟରେ, ହଜିଯାଅ ଆପଣା ମଧ୍ୟରେ, ଆବିଷ୍କାର କରିବ କ୍ରମଶଃ ତମ ମଧ୍ୟରେ ସବୁ ଭରପୁର। ଉଛୁଳୁଛି ନଈ ଦୁଇ କୂଳ, ଅଭାବର ପ୍ରଶ୍ନ କାହିଁ? ଉଦ୍ବୃତ୍ତ ଭାବକୁ ନେଇ ବିତରଣ କରିବାକୁ ତମେ ସତତ ଉନ୍ମୁଖ। ପୁଣି ଲେଖିଛନ୍ତି, ମୁଁ ନିଜକୁ ନୀତି ନୀତି ନୂଆ ରୂପେ କରେ ଆବିଷ୍କାର, କ୍ଷୟରେ ମୋ ପରିଚୟ ନୁହେଁ ନୀତି ନବ ଅମୃତ ସୃଷ୍ଟିରେ, ଅସ୍ତିତ୍ୱ ମୋ ହତବାଗ ଆତ୍ମହରା ନୂତନ ଗନ୍ଧରେ। ଖୁବ୍ ସୁନ୍ଦର କବିତା, ଗୋଟେ ସମ୍ଭାବନା ଗୋଟେ ଦିଗନ୍ତ ସେ ଆବିଷ୍କାର କରିଛନ୍ତି। ବ୍ରହ୍ମତ୍ରୀ ମହାନ୍ତିଙ୍କର ଆଉ ଏକ ପଦ, ବାହାରର ଧ୍ୱନିମାନ ଏବେ ମୋର ମନେ ହୁଏ ଖୁବ୍ ଅବାନ୍ତର। ଯେତେବେଳେ ସେ ନୀରବତା ଖୋଜୁଛନ୍ତି, ସେ ଲେଖୁଛନ୍ତି, ବାହାରର ଧ୍ୱନିମାନ ଏବେ ମୋର ମନେ ହୁଏ ଖୁବ୍ ଅବାନ୍ତର, ଅଥଚ ଏମାନେ ଥିଲେ ଦିନେ ମୋର କେତେ ଆପଣାର। ବନସ ଦେବୀଙ୍କ କବିତା ଅଧା ଫୁଟା ଫୁଲ କବିତାରୁ ନୀରବତାର ସ୍ୱର କବିତାରେ ସେ ନୀରବତାକୁ କେତେ ସୁନ୍ଦର ମାନେ ରୂପାୟିତ କରିଛନ୍ତି। ଦେଖନ୍ତୁ, ବାହାରେ ଗରଜୁ ଥାଏ କୋଳାହଳର ଅଶାନ୍ତ ସମୁଦ୍ର, ବାହାରେ ଗରଜୁ ଥାଏ କୋଳାହଳର ଅଶାନ୍ତ ସମୁଦ୍ର, ପାପ ତାପ ଅଶ୍ରୁର ଆର୍ତ୍ତନାଦ, ମଝିରେ ଏ ନିକାଞ୍ଚନ ଦୀପ ନୀରବତାର, ଏ କାଚ ଉଆସରେ ମୁଁ ଏକ ମୁକ୍ତ ବନ୍ଦୀ, ଭଙ୍ଗୁର ହେଲେ ବି ଆଲୋକର ଶୁଭ୍ର ପ୍ରତିମୂର୍ତ୍ତି। କବି ପ୍ରତିଭା ଶତପଥୀଙ୍କର ନିୟତ ବସୁଧା ନିସଙ୍ଗତାରେ ଭର୍ତ୍ତି, ପୀଡ଼ିତ ଆତ୍ମସତ୍ତାର କଥା ରହିଛି, ଯେଉଁଥିରେ ମାୟାରେ, କବିତା ମାୟାରେ ସେ ଲେଖିଛନ୍ତି, ତୁମେ ଚୁପଚାପ ଅଭିଜ୍ଞତା ଅଣାକାର ଅନୁଭୂତି ମୋର, ତୁମେ ଚୁପଚାପ ଅଭିଜ୍ଞତା ଅଣାକାର ଅନୁଭୂତି ମୋର, ଅର୍ଥମୟ ଶବ୍ଦର ଭାଷାର ସ୍ଥିତି, ନୀରବ ନିଶ୍ଚଳ ଅପ୍ରମିତ ସ୍ପର୍ଶ ସୁଖ। କବି ସଂଘମିତ୍ରା ମିଶ୍ରଙ୍କର ଶବ୍ଦ କିପରି ନୀରବତାରୁ ସାମାନ୍ୟ ବାହାରି ଅଭିବ୍ୟକ୍ତ ହୋଇଛି ସତତା ଆରୋହଣ କବିତାରେ। ଲେଖିଛନ୍ତି, ମାପୁଥିବା ଜୀବନର କେତେ ଖାଲଖମା, କୁଞ୍ଚି କାଠି କାନିରୁ ଫିଟାଇ ସିନ୍ଦୁକ ଖୋଲି ଗଣିବା କେତେ କ୍ଷତି କେତେ ଲାଭ ଜମା। ସେମିତି ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି ଲେଖିଛନ୍ତି, ଝିଅ ପାଇଁ ଝରକାଟିଏ କବିତା। ସେ ସାଲିସୀନ ଜୀବନର ଉଚ୍ଚାରଣ କରନ୍ତି, ପାର୍ଥିବ ପ୍ରେମରୁ କ୍ରମେ ଉର୍ଦ୍ଧାୟିତ ହୋଇଯାଏ ତାଙ୍କ ପ୍ରେମ, ଅବ୍ୟକ୍ତ ଆତ୍ମୀୟତା, ଅସତୀ ଅତିଥି, ଝିଅ ପାଇଁ ଝରକାଟିଏ, ନଷ୍ଟ ନାରୀ, ପୂର୍ଣ୍ଣତମା, ମାର କାନ୍ଦଣା ଗୀତ, ଯୋଗିନୀ ଗୀତ ପ୍ରମୁଖ ତାଙ୍କର କବିତା। ଅପର୍ଣ୍ଣା ମହାନ୍ତିଙ୍କ ନିଶବ୍ଦରେ କବିତା ସଂକଳନରୁ ପଦଟିଏ, ମୋ ଭାବର ପରିପୂର୍ଣ୍ଣ ଶବ୍ଦ ପ୍ରତିମାଟିକୁ କାଳେ ଏଇଥର ଦେଖିପାରିବି ଭାବି ମୁଁ ଆଗ୍ରହରେ ଓଠ ଖୋଲିଦିଏ, ଅଥଚ କାକୁସ୍ଥ ହୋଇ ଢଳି ପଡ଼ିଥାନ୍ତି ଅର୍ଦ୍ଧ ଚେତନ କଥା କେଇଟି। କାହାର ଲୁଗା ଚିରି ଯାଇଥାଏ ତ କାହାର କପାଳରୁ ରକ୍ତ ଝରୁଥାଏ, ଓଠର ଦରଜା ଓ ଆଖିର ଝରକାକୁ ବନ୍ଦ କରି ଆଣୁ ଆଣୁ ମୁଁ ଆକୁଳ ହୋଇପଡ଼େ। ସେମିତି ଆଉ ଗୋଟେ କବିତା ପ୍ରତୀକ୍ଷା କବିତା ସଂକଳନରୁ ଅବ୍ୟକ୍ତ ଆତ୍ମୀୟତା, ଯେଉଁଥିରେ ସେ ଲେଖିଛନ୍ତି, ମୁଁ ନୁହେଁ ମୋଠୁ ବିଚ୍ଛିନ୍ନ କେହି, ମୋଠୁ ନିଜର ମୋ ଭିତରେ ରହି ଯୁଗ ଯୁଗ ଧରି। ମୁଁ ନୁହେଁ ମୋଠୁ ବିଚ୍ଛିନ୍ନ କେହି, ମୋଠୁ ନିଜର ମୋ ଭିତରେ ରହି ଯୁଗ ଯୁଗ ଧରି। ସେମିତି ପ୍ରବାସିନୀ ମହାକୁଡ଼ଙ୍କର ଧାଡ଼ିଏ ଶିମୁଳି ଫୁଲ ଓ ଅନ୍ୟାନ୍ୟ କବିତା, ଜିପ୍ସି ଝିଅ ଓ ଅନ୍ୟାନ୍ୟ କବିତା, ପରମା ଆଧାରଶିଳା, ଏସବୁଥିରେ କବି ଗୋଟେ ନାରୀର ଯେଉଁ ଭାବନାତ୍ମକ ଦିଗକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି, ଅଭିବ୍ୟକ୍ତ କରିଛନ୍ତି। ମୁହୂର୍ତ୍ତ ମୁହୂର୍ତ୍ତ କବିତା ସଂକଳନରେ କବି ପ୍ରବାସିନୀ ଲେଖିଛନ୍ତି, ମୁଁ କେମିତି ପ୍ରତିଟି ଶବ୍ଦର ସବୁଜ କାଳିରେ ଫୁଟି ଯାଉଛି, ମୁଁ କେମିତି ପ୍ରତିଟି ଶବ୍ଦର ସବୁଜ କାଳିରେ ଫୁଟି ଯାଉଛି, ନିଜେ ବହିଯାଉଛି କବିତାର ସୁଅଧାରେ ହୋଇ। ସେମିତି ଆମ ସମୟରେ ଜଣେ ଉଦାତ୍ତ ଉଚ୍ଚାରଣ ସଂଯୁକ୍ତା ନାୟକ,
ତାଙ୍କର ଶାନ୍ତିର ଦାମ 80,000, ସ୍ୱପ୍ନ ଦେଖନା ଲୋ ଗେହ୍ଲା ଝିଅ, ଆଉ ଦିନେ ବର୍ଷାରେ ଭିଜିବି, ଏସବୁ କବିତାରେ ନାରୀ ଜୀବନର କ୍ଷୋଭ ବି ଅଛି ଏବଂ ନିଜକୁ ମୁକ୍ତ କରିବା ପାଇଁ ତାଙ୍କର ଶବ୍ଦର ବାହାନା ମଧ୍ୟ ଅଛି। ଯେମିତି ସେ ଲେଖିଛନ୍ତି, ଶରୀର ମନ ହୃଦୟ ସବୁକିଛି ଢାଳି ଦେଇ ସାରିଲା ପରେ ବି ମାଣକୁ ପୁରି ନାହିଁ ଏ ଜନ୍ମରେ। ଶରୀର ମନ ହୃଦୟ ସବୁକିଛି ଢାଳି ଦେଇ ସାରିଲା ପରେ ବି ମାଣକୁ ପୁରି ନାହିଁ ଏ ଜନ୍ମରେ। କେତେ ସହସ୍ର ଯୁଗାବଧି ଏମିତି ତପସ୍ୟା ପରେ ଛାର ନାରୀ ଜନ୍ମରୁ ମୁକ୍ତି ମିଳେ। କବି ଇପ୍ସିତା ଷଡଙ୍ଗୀଙ୍କର ଜିଭ ନଥିବା ଝିଅମାନେ ଆଉ ଗୋଟେ ସୁନ୍ଦର କବିତା। ଏଇଟା କହି ଆପଣମାନଙ୍କ ପାଖରୁ ମୁଁ ବିରାମ ନେବି, ଯୋଉଥିରେ ସେ କହିଛନ୍ତି, ଜନ୍ମରୁ ଜିଭ ନଥିବା ଏଇ ଝିଅମାନଙ୍କର କିଛି ଶବ୍ଦ କିନ୍ତୁ ଥାଏ। ଜନ୍ମରୁ ଜିଭ ନଥିବା ଏଇ ଝିଅମାନଙ୍କର କିଛି ଶବ୍ଦ କିନ୍ତୁ ଥାଏ। ଅଙ୍ଗାର ପରି ଡହକୁଥିବା ଲାଲ ହୃଦୟ ଭିତରେ ଅବ୍ୟକ୍ତ ପଂକ୍ତି ଯେମିତି କବିତାର। ଚାଲ ଚାଲ ନୀରବତାକୁ, ଏମାନଙ୍କର ସହିଷ୍ଣୁତାକୁ, ଏମାନଙ୍କର ଦୀର୍ଘଶ୍ୱାସକୁ, ଏମାନଙ୍କର ସୁଖ ସନ୍ଧାନର ବୋଇତ କରିବା ଚାଲ। ଶ୍ରୋତାବନ୍ଧୁ, କବି ଚିରଶ୍ରୀ ଇନ୍ଦ୍ର ସିଂ, କବି ହିରଣ୍ମୟୀ ମିଶ୍ରଙ୍କ ଭଳି କବିମାନେ ନାରୀ ଜୀବନକୁ ଆଉ ଟିକେ ବ୍ୟାପକ ଭାବରେ ବୁଝନ୍ତି ଏବଂ ତାକୁ ରୂପାୟିତ କରିଛନ୍ତି। ତେବେ ଅନ୍ୟ ଏକ ଅଡିଓରେ ସେମାନଙ୍କ ସମ୍ପର୍କରେ, ସେମାନଙ୍କ କବିତାକୁ ନେଇ ଏକ ସୁନ୍ଦର ଆଲୋଚନା ମୁଁ ଉପସ୍ଥାପନ କରିବି। ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ଥିଲା ନୀରବତା, ଶବ୍ଦ ଏବଂ ଅଭିବ୍ୟକ୍ତି ନାରୀ ଲେଖନୀର। ଆଜିର ଅଡିଓଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଅନେକ ଧନ୍ୟବାଦ।